ପିଲାମାନେ ଆଉ ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ତ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଯାଇଛି। ଯେଉଁ ଏକ୍ଜାମ୍କୁ ଆପଣ ଏପର୍ଯ୍ୟନ୍ତ ୱେଟ୍ କରିଥିଲେ ବା ଆପଣଙ୍କର ଯେଉଁ ସିଟି ଏକ୍ଜାମ୍ 2024ର ନୋଟିଫିକେସନ୍ ଆସିଯାଇଛି। ତ ଆପଣମାନେ ଦେଖିପାରୁଥିବେ ଆପଣଙ୍କର ସିଟି 2024 ଏବଂ 26ର ଆପଣଙ୍କର ନୋଟିଫିକେସନ୍ ଆସିଯାଇଛି। ଆପଣ କେବେ ଏହାକୁ ଆବେଦନ କରିବେ ଏବଂ ଏହାର ସିଲାବସ୍ କ'ଣ ରହିଛି, ଆପଣଙ୍କର କେଉଁମାନେ ଏହାକୁ ଆବେଦନ କରିପାରିବେ, ସମ୍ପୂର୍ଣ୍ଣ ଇନଫର୍ମେସନ୍ ଏଇଥିରେ ଆପଣ ଜାଣିପାରିବେ। ତ ଆପଣଙ୍କୁ ଗୋଟେ ଅନୁରୋଧ ରହିବ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଚ୍ୟାନେଲକୁ ନୂଆ ଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦେବେ ଏବଂ ସମସ୍ତ ସାଙ୍ଗମାନଙ୍କୁ ସେୟାର କରି ଜଣାଇଦେବେ। ଭିଡ଼ିଓ ଗୋଟେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଠିକ୍ ଅଛି। ତ ଚାଲନ୍ତୁ ଦେଖିବା ଇନଫର୍ମେସନ୍ଟି କ'ଣ ରହିଛି। ପିଲାମାନେ ଆପଣଙ୍କର ଏସିଆର୍ଟି ତରଫରୁ ଏହି ନୋଟିସ୍ଟି ଆସିଯାଇଛି। ଆପଣ ଡେଟ୍ ଦେଖିପାରୁଥିବେ 25 ଜୁଲାଇର ରହିଛି, ଯେଉଁଟାକି ରହିଛି ଆଡ଼ମିସନ୍ ଟୁ DLED କୋର୍ସ 2024-26 ଆପଣଙ୍କର ଆଡ଼ମିସନ୍ ପାଇଁ ନୋଟିସ୍ ଆସିଯାଇଛି। ତ ଆପଣ ଏହାକୁ ଅନଲାଇନ୍ ଆବେଦନ କରିପାରିବେ। ଆପଣଙ୍କର 26 ଜୁଲାଇ ପାଖରୁ ଆପଣଙ୍କର ଏହାର ଅନଲାଇନ୍ ଆପ୍ଲିକେସନ୍ ଆରମ୍ଭ ହୋଇଯିବ, ଯେଉଁଟାକି 26 ଜୁଲାଇ 2:30 PM ଆପଣ ଏହାକୁ ଆବେଦନ କରିପାରିବେ ଏବଂ ଲାଷ୍ଟ ଡେଟ୍ ରହିଛି 15 ଅଗଷ୍ଟ ପର୍ଯ୍ୟନ୍ତ ରହିଛି ଲାଷ୍ଟ ଡେଟ୍। 15 ଅଗଷ୍ଟ ମଧ୍ୟରେ ଆପଣ ଏହାକୁ ଆବେଦନ କରିପାରିବେ ଏବଂ ଅନଲାଇନ୍ ପେମେଣ୍ଟର ମଧ୍ୟ ସେମ୍ ଡେଟ୍ ରହିଛି 26 ଜୁଲାଇରୁ 15 ଅଗଷ୍ଟ। ତ ଯଦି ଆପଣଙ୍କର କିଛି କ୍ୱେରିଜ୍ ରହୁଛି ତ ଆପଣ ଏହି ନମ୍ବରରେ କଣ୍ଟାକ୍ଟ କରିପାରିବେ। ଆପଣଙ୍କର ଯେଉଁ ସିଟିର ଏକ୍ଜାମିନେସନ୍ ରହିବ ତ ଟୋଟାଲ୍ ଆପଣଙ୍କର କମ୍ପ୍ୟୁଟର ବେସ୍ଡ ଟେଷ୍ଟ ରହିବ ବା ଆପଣଙ୍କର ଅନଲାଇନ୍ରେ ଆପଣଙ୍କର ଏକ୍ଜାମିନେସନ୍ ହେବ। ଠିକ୍ ଅଛି। ତ ଆମେ ଯଦି ଏହାର ଇନଫର୍ମେସନ୍ ବ୍ରାଉଜରକୁ ଆମେ ଦେଖିବା ତ ଆପଣଙ୍କର ରହିଛି ଏହି ଯେଉଁ ସିଟି କୋର୍ସ ଆପଣଙ୍କର 2 ବର୍ଷ ରହିବ ଏବଂ ଆପଣମାନେ ଦେଖିପାରୁଥିବେ ଏହି କଲେଜ ଗୁଡ଼ିକ ରହିଛି ସିଟିର। ଆପଣଙ୍କର ସମସ୍ତ ଜିଲ୍ଲାରେ ରହିଛି କଲେଜ ଗୁଡ଼ିକ। ଟୋଟାଲ୍ ଆପଣଙ୍କର କଲେଜ ରହିଛି 68ଟି କଲେଜ ରହିଛି। ତ ପିଲାମାନେ ଆମେ ଯଦି ଏହାର ଏଲିଜିବିଲିଟି କ୍ରାଇଟେରିଆ କଥା ଦେଖିବା ତ ଆପଣ +2 ପାସ୍ କରିଥିବା ଦରକାର। ଯେକୌଣସି ଷ୍ଟ୍ରିମ୍ରେ ଆର୍ଟ୍ସ, ସାଇନ୍ସ, କମର୍ସ ଯେକୌଣସି ଷ୍ଟ୍ରିମ୍ରେ ଆପଣ +2 ପାସ୍ କରିଥିବା ଦରକାର ଏବଂ ଆପଣଙ୍କର ରହିଛି ଯେଉଁ ଜେନେରାଲ୍ ଏବଂ OBC ମାନଙ୍କର ଆପଣଙ୍କର 50% ମିନିମମ୍ ରହିଥିବା ଦରକାର ମାର୍କ ଏବଂ ST, SC, BC ମାନଙ୍କର 45% ମାର୍କ ରହିଥିବା ନିହାତି ଦରକାର। ତେବେ ଯାଇ ଆପଣ ଏହାକୁ ଆବେଦନ କରିପାରିବେ। ତ ନେକ୍ସଟ ଯଦି ଆମେ ଏକ୍ଜାମିନେସନ୍ ପାଟର୍ନ କଥା ଦେଖିବା ତ ଆପଣଙ୍କର ରହିବ 1.5 ଘଣ୍ଟାର ଏକ୍ଜାମ୍ଟି ରହିବ। 90 ମାର୍କ 90 ମିନିଟ୍ ରହିବ ଆପଣଙ୍କର ଟାଇମ୍। 2ଟା ସେକ୍ସନ୍ରେ ଆପଣଙ୍କର କୋଶ୍ଚିନ୍ ଆସିବ। ସେକ୍ସନ୍ 1ରେ ଆପଣଙ୍କର 30 ମାର୍କ ଆସିବ ଏବଂ ଆପଣଙ୍କର ସେକ୍ସନ୍ 2ରେ ଆପଣଙ୍କର 60 ମାର୍କ ରହିବ। 60ଟା କୋଶ୍ଚିନ୍ 60 ମାର୍କ ରହିବ। ତ ଆପଣଙ୍କର ସମସ୍ତ କୋଶ୍ଚିନ୍ MCQ ରହିବ ଏବଂ ଆପଣଙ୍କର କୋଶ୍ଚିନ୍ ଯେଉଁ ଆସିବ ଆପଣଙ୍କର ବୋଥ୍ ଆପଣଙ୍କର ଓଡ଼ିଆ ଲାଙ୍ଗୁଏଜ୍ ଏବଂ ଇଂଲିଶ ଲାଙ୍ଗୁଏଜ୍ରେ ଆସିବ। କେବଳ ଆପଣଙ୍କର ଲାଙ୍ଗୁଏଜ୍ ସବଜେକ୍ଟ ଛାଡ଼ି ଦେଇକରି ବାକି ସମସ୍ତ ସବଜେକ୍ଟର କୋଶ୍ଚିନ୍ ଓଡ଼ିଆ ଏବଂ ଇଂଲିଶ 2ଟା ଲାଙ୍ଗୁଏଜ୍ରେ ଆସିବ। ତ ଆପଣଙ୍କର ଯଦି ଆପଣ ଗୋଟେ ଭୁଲ ଠିକ୍ କରୁଛନ୍ତି ତ ଆପଣଙ୍କୁ 1 ମାର୍କ ମିଳିବ। 1 ମାର୍କ ଆପଣଙ୍କୁ ମିଳିବ ଗୋଟେ ଠିକ୍ କଲେ ଏବଂ ଗୋଟେ ଭୁଲ କଲେ ଆପଣଙ୍କୁ 0.25 ମାର୍କ କଟିଯିବ। ତ ସେଇ ଅନୁସାରେ ଆପଣ କରିବେ। ନେକ୍ସଟ ଯଦି ଆମେ ସିଲାବସ୍ କଥା ଦେଖିବା ତ ଆପଣଙ୍କର ଯେମିତି ଜାଣିଲେ ଆପଣ 2ଟା ସେକ୍ସନ୍ରେ ଆପଣଙ୍କର ଏକ୍ଜାମ୍ ହେବ, ଯେଉଁଟାକି ଅନଲାଇନ୍ ଏକ୍ଜାମ୍ ହେବ ଏବଂ ଆପଣଙ୍କର 90 ମାର୍କର ରହିବ ଟେଷ୍ଟଟି ବା ଆପଣଙ୍କର ଏକ୍ଜାମ୍ଟି ରହିବ 90 ମାର୍କର। ସେକ୍ସନ୍ 1ରେ 30 ମାର୍କ ଏବଂ ସେକ୍ସନ୍ 2ରେ 60 ମାର୍କ। ତ ଆମେ ଦେଖିବା ସେକ୍ସନ୍ 1ରେ କ'ଣ ରହିଛି ଆପଣଙ୍କର ସିଲାବସ୍। ତ ଆପଣ ଦେଖିପାରୁଥିବେ ସେକ୍ସନ୍ 1 ରହିଛି ଆପଣଙ୍କର ଫାଷ୍ଟ ରହିଛି ଇଂଲିଶ 10 ମାର୍କ 10ଟା କୋଶ୍ଚିନ୍ ଆପଣଙ୍କର ରହିବ ଏବଂ ଏଜୁକେସନ୍ ଆଣ୍ଡ ଜେନେରାଲ୍ ଆୱାରନେସ୍ ରହିବ 5 ମାର୍କ 5ଟା କୋଶ୍ଚିନ୍
ରିଜନିଂ ରହିବ ଆପଣଙ୍କର 5 ମାର୍କ 5ଟା କ୍ୱେଶ୍ଚିନ୍ ଏବଂ ଟିଚିଂ ଆପ୍ଟିଚ୍ୟୁଡ୍ ଆପଣଙ୍କର ରହିବ 10 ମାର୍କ 10ଟା କ୍ୱେଶ୍ଚିନ୍। ତ ଟୋଟାଲ୍ ଆପଣଙ୍କର 30ଟା କ୍ୱେଶ୍ଚିନ୍ 30 ମାର୍କ ରହିବ। ତ ରିଜନିଂ ଆପଣଙ୍କର ବହୁତ ବେଶୀ ପଡ଼ିବ, ଯେମିତିକି ଆପଣଙ୍କର ନମ୍ବର ସିରିଜ୍ ହେଇଗଲା କିମ୍ବା ଷ୍ଟେଟମେଣ୍ଟ କନକ୍ଲୁଜନ୍ ହେଇଗଲା, ଏଇଗୁଡ଼ା ସବୁ ବେସିକ୍ ପଡ଼ିବ। ତ ଏଇଠି ଆପଣଙ୍କର ରହିଛି ଡିଟେଲ୍ ସିଲାବସ୍, ଯେମିତି ଇଂଲିଶ ଆପଣଙ୍କର କମ୍ପ୍ରିହେନ୍ସନ୍, ଭୋକାବୁଲାରୀ ଆଣ୍ଡ ୟୁଜେସ୍ ପଡ଼ିବ, ଆପଣଙ୍କର ପେସେଜ୍ ପଡ଼ିବ ଏବଂ ଗ୍ରାମାର ପଡ଼ିବ। ତ ସେମିତି ଏଜୁକେସନ୍ ଆଣ୍ଡ ଜେନେରାଲ୍ ଆୱାରନେସ୍ରେ ଆପଣଙ୍କର ଏଭ୍ରିଡେ ସାଇନ୍ସ, ପଲିଟିକାଲ୍ ସିଷ୍ଟମ୍ ଆଣ୍ଡ ଇଟ୍ସ ଇଭଲ୍ୟୁସନ୍, ଜେନେରାଲ୍ ଇନଫର୍ମେସନ୍, ଏଜୁକେସନାଲ୍ କମିଶନ୍ ଆଣ୍ଡ କମିଟିଜ୍ ଏବଂ ନ୍ୟୁ ଏଜୁକେସନାଲ୍ ଇନିସିଏଟିଭ୍, ଏଜୁକେସନାଲ୍ ଅର୍ଗାନାଇଜେସନ୍, ଏଗୁଡ଼ା ସବୁ ପଡ଼ିବ। ତ ସେମିତି ରିଜନିଂରେ ଆପଣଙ୍କର ଲଜିକାଲ୍ ଆଣ୍ଡ ଆନାଲିଟିକାଲ୍ ରିଜନିଂ ପଡ଼ିବ ଏବଂ ଟିଚିଂ ଆପ୍ଟିଚ୍ୟୁଡ଼୍ରେ ଆପଣଙ୍କର ରହିବ ସଲଭିଂ ପ୍ରୋବ୍ଲେମ୍ ଅନ୍ ଏଜୁକେସନାଲ୍ କଣ୍ଟେକ୍ସଟ, ମ୍ୟାନେଜିଂ କ୍ଲାସରୁମ୍ ଆଣ୍ଡ ଲର୍ଣ୍ଣିଂ, ଲର୍ଣ୍ଣର ଆଣ୍ଡ ଲର୍ଣ୍ଣିଂ ରିଲେଟେଡ୍ ଇସ୍ୟୁଜ୍, ଗୋଲ୍ ଅଫ୍ ଏଜୁକେସନ୍, ରୋଲ୍ ଅଫ୍ ଭେରିୟସ୍ ଏଜେନ୍ସିଜ୍ ଆଣ୍ଡ ଅର୍ଗାନାଇଜେସନ୍ସ in management of education, issues related to teaching learning strategy। तो ଏଇଗୁଡ଼ା ସବୁ ଆପଣଙ୍କର ରହିବ ସେକ୍ସନ୍ 1ରେ। ଆପଣଙ୍କର 30ଟା କ୍ୱେଶ୍ଚିନ୍ 30 ମାର୍କ ରହିବ। ତ ଆପଣ ଯଦି ଗୋଟେ ଠିକ୍ କରୁଛନ୍ତି ଆପଣଙ୍କୁ 1 ମାର୍କ ମିଳିବ ଏବଂ ଗୋଟେ ଭୁଲ କଲେ ଆପଣଙ୍କର 0.25 ମାର୍କ କାଟି ଦିଆଯିବ। ଠିକ୍ ଅଛି। ତ ଏବେ ଚାଲନ୍ତୁ ଦେଖିବା ଏହାର ସେକ୍ସନ୍ 2ରେ କ'ଣ ରହିଛି ସିଲାବସ୍। ତ ଯେମିତିକି ମୁଁ ଆପଣଙ୍କୁ ଜଣାଇଲି ଯେ ସେକ୍ସନ୍ 2ରେ ଆପଣଙ୍କର 60 ମାର୍କର ରହିଛି। ତ ସେକ୍ସନ୍ 2ରେ ଆପଣଙ୍କର ରହିଯିବ ଆପଣଙ୍କର ଓଡ଼ିଆ ଗ୍ରାମାର 15 ମାର୍କର ରହିବ, 15ଟା କ୍ୱେଶ୍ଚିନ୍ 15 ମାର୍କ। ତ ସେମିତି ମ୍ୟାଥମେଟିକ୍ସ ରହିବ 15ଟା କ୍ୱେଶ୍ଚିନ୍ 15 ମାର୍କ ଏବଂ ସୋସିଆଲ୍ ସାଇନ୍ସ ରହିବ 15ଟା କ୍ୱେଶ୍ଚିନ୍ 15 ମାର୍କ ଏବଂ ଆପଣଙ୍କର ସାଇନ୍ସ ରହିବ 15ଟା କ୍ୱେଶ୍ଚିନ୍ 15 ମାର୍କ। ତ ଟୋଟାଲ୍ ଆପଣଙ୍କର 60 ମାର୍କ ରହିବ 60ଟା କ୍ୱେଶ୍ଚିନ୍ ପାଇଁ ଏବଂ ସେକ୍ସନ୍ 1 ରହିଥିଲା 30 ମାର୍କ। ତ ଟୋଟାଲ୍ 60 30 ଆପଣଙ୍କର 90 ମାର୍କର ଟୋଟାଲ୍ ହେବ ଏକ୍ଜାମ୍। ତ ଆପଣଙ୍କର ଏଇ ଯେଉଁ ସେକ୍ସନ୍ 2ଟା ରହିଲା, ତ ଏହାର ସିଲାବସ୍ ଡିଟେଲରେ ଦେଖିବା କ'ଣ ରହିଛି। ତ ଓଡ଼ିଆ ଗ୍ରାମାରରେ ଆପଣଙ୍କର ରହିବ ଧ୍ୱନି ଏବଂ ଶବ୍ଦ ଏବଂ ପାର୍ଟସ୍ ଅଫ୍ ସ୍ପିଚ୍, ଆପଣଙ୍କର ପଦ ପ୍ରକରଣ କ'ଣ ରହିବ, ବିଶେଷ୍ୟ ବିଶେଷଣ ସର୍ବନାମ ଅବୟ କ୍ରିୟା ଏଗୁଡ଼ା ସବୁ ଏବଂ ଆପଣଙ୍କର ଉପସର୍ଗ, ବିପରୀତ ଶବ୍ଦ ଏବଂ ପ୍ରତିଶବ୍ଦ ଏଗୁଡ଼ା ସବୁ ପଡ଼ିବ ଏବଂ ଆପଣଙ୍କର ରୂଢ଼ି, ଲୋକବାଣୀ ଏଗୁଡ଼ା ପଡ଼ିବ। ତ ସେମିତି ଆପଣଙ୍କର ମ୍ୟାଥମେଟିକ୍ସରେ ଆପଣଙ୍କର ରହିବ ଏସିଏଫ୍, ଏଲସିଏମ୍, ସ୍କୋୟାର୍ ଆଣ୍ଡ ସ୍କୋୟାର୍ ରୁଟ୍, percentage and its application ଏବଂ profit loss, simple interest, compound interest, ratio and proportion, linear equation ଆପଣଙ୍କର ରହିବ ଏବଂ ବେସିକ୍ ଜିଓମେଟ୍ରିକାଲ୍ କନସେପ୍ଟ ଏବଂ ଆପଣଙ୍କର ଟ୍ରାଙ୍ଗେଲ୍, କ୍ୱାଡ୍ରିଲେଟରାଲ୍ ଏବଂ ସର୍କଲ୍ର ମଧ୍ୟ କିଛି କ୍ୱେଶ୍ଚିନ୍ ରହିବ ମ୍ୟାଥମେଟିକ୍ସରେ। ତ ଟୋଟାଲ୍ ସିଲାବସ୍ ମ୍ୟାଥମେଟିକ୍ସର ଏତକ ରହିବ ଆପଣଙ୍କର। ତ ସେହିପରି ସୋସିଆଲ୍ ସାଇନ୍ସରେ ଆପଣଙ୍କର ଷ୍ଟୋନ୍ ଏଜ୍, ଭେଦିକ୍ ଏଜ୍ ଏବଂ ମେଡିଏଭାଲ୍ ଏଜ୍, ଷ୍ଟେଜ୍ ଅଫ୍ ଫ୍ରିଡ଼ମ୍ ମୁଭମେଣ୍ଟ ଇନ୍ ଇଣ୍ଡିଆ, ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ଆଣ୍ଡ ଫିଚର୍ସ, ଗଭର୍ଣ୍ଣମେଣ୍ଟ ସିଷ୍ଟମ୍ ଇନ୍ ଇଣ୍ଡିଆନ୍ ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ, ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଏଗୁଡ଼ା ସବୁ ପଡ଼ିବ ଏବଂ ଏଥିରେ ମଧ୍ୟ ଜୋଗ୍ରାଫି ଆଡ଼୍ ହେଇକି ଅଛି। ତ ଆପଣଙ୍କର ଆର୍ଥ ଆଣ୍ଡ ଇଟ୍ସ ଷ୍ଟ୍ରକ୍ଚର୍, ଲାଟିଚ୍ୟୁଡ଼୍, ଲଙ୍ଗିଚ୍ୟୁଡ଼୍, କ୍ଲାଇମେଟ୍ ଆଣ୍ଡ ଆଟମୋସ୍ଫିୟର ଏବଂ କନଜରଭେସନ୍ ଅଫ୍ ନ୍ୟାଚୁରାଲ୍ ରିସୋର୍ସେସ୍ ଏବଂ ଏନଭାରମେଣ୍ଟାଲ୍ ପ୍ରିଜର୍ଭେସନ୍ ଆଣ୍ଡ ପ୍ରୋଟେକ୍ସନ୍ ଏଗୁଡ଼ା ସବୁ ପଡ଼ିବ ଆପଣଙ୍କର ସୋସିଆଲ୍ ସାଇନ୍ସରେ। ତ ସେମିତି ଆପଣଙ୍କର ସାଇନ୍ସରେ ରହିବ ଡିଫରେଣ୍ଟ ଷ୍ଟେଟ୍ ଆଣ୍ଡ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ମ୍ୟାଟର୍ ଏବଂ କେମିକାଲ୍ ରିଆକ୍ସନ୍, ଫୋର୍ସ, ଏନର୍ଜି ଆଣ୍ଡ ମୋସନ୍, ପ୍ଲାଣ୍ଟ ସେଲ୍ ଆଣ୍ଡ ଆନିମାଲ୍ ସେଲ୍, ମାଇକ୍ରୋ ଅର୍ଗାନିଜିମ୍, ଷ୍ଟ୍ରକ୍ଚର୍ ଆଣ୍ଡ ଆଡାପ୍ସନ୍ ଇନ୍ ପ୍ଲାଣ୍ଟସ୍। ତ ଏଇଗୁଡ଼ାକ ରହିବ ଆପଣଙ୍କର ସାଇନ୍ସରେ ଟୋଟାଲ୍ ସିଲାବସ୍ ଆପଣଙ୍କର। ତ ଟୋଟାଲ୍ ଆପଣଙ୍କର 90 ମାର୍କର ରହିବ ସିଲାବସ୍। ଆପଣ ଦେଖିଲେ 90 ମାର୍କର ଆପଣଙ୍କର କ୍ୱେଶ୍ଚିନ୍ ରହିବ, 90ଟା କ୍ୱେଶ୍ଚିନ୍ 90 ମାର୍କ ଏବଂ ଟାଇମ୍ ରହିବ ଆପଣଙ୍କୁ 90 ମିନିଟ୍। ତ ଏହା ଥିଲା ପିଲାମାନେ ଆପଣଙ୍କର ଡିଟେଲ୍ ଇନଫର୍ମେସନ୍
जोटाकि सीटी 2024 आपणकर नोटिफिकेशन डिटेल इनफॉरमेशन आपण जानिबा पाइले एवं वीडियोटी शेष पर्यंत आपन देखिथिबारु आपन धन्यवाद। जदि आपनकर किछि डाउट रहि जाय तो आपन कमेंट मध्य करि परिबे, कमेंट सेक्शन में कमेंट मध्य करि परिबे एवं समस्त संग मानक शेयर करि जणाइ दियंतु एवं चैनल को नुआ थिले आपन एवं सब्सक्राइब कर दियंतु एवं वीडियो गोटे लाइक करंतु। ठीक अछि, धन्यवाद।